नमस्कार जय जगन्नाथ मो चैनल प्रियंका पाठशाला को आपण मानक स्वागत। आज आम सप्तम श्रेणी साहित्य बहीर बालबोध कविताटी पढ़ा स्वर सह आवृत्ति करवा कवि परिचय जाना सहित कवितार भावार्थ को भल भाव में बुझा और कठिन शब्दर अर्थ जाना। कवितार नाम बालबोध। बालबोध कहले गौतमंकर बुद्धत्व प्राप्तिर पूर्व अवस्थार सूचना। ଏହି କବିତାରେ ଗୌତମ ଏବଂ ତାଙ୍କର ଭାଇ ଦେବଦତ୍ତଙ୍କ ମଧ୍ୟରେ ହୋଇଥିବା କଥୋପକଥନକୁ ରଚନା କରାଯାଇଛି। ଚାଲ ପିଲାମାନେ ଆଉ ଡେରି ନ କରି ପ୍ରଥମେ କବିତାଟିକୁ ସ୍ୱର ସହିତ ଆବୃତ୍ତି କରିନେବା ଏବଂ ତାପରେ କବିତାର ଭାବାର୍ଥଟିକୁ ବୁଝିବା। ରାଜ ପବନ ହସି ଉଠୁଥିଲା ସୂର୍ଯ୍ୟ ଆଲୋକ ହାସେ, ରୋହିଣୀ ତଟିନୀ ବହି ଯାଉଥିଲା ଅସ୍ଫୁଟ କଳ ଭାସେ, ପ୍ରକୃତିର ସେ ନିର୍ଜନ କୂଳେ ଧିଆନି ତାପସ ସମ, ଚ୍ୟୁତ ତରୁ ତଳେ ନୀରବ ମୌନେ ବସିଥିଲେ ଗୌତମ। ନୟନର ଆଗେ ପଡ଼ିଗଲା ଆସି ଆହତ ହଂସଟିଏ, ଧିଆନ ଭାଙ୍ଗିଲେ ଭାଳିଲେ କୁମର କିଏ ରେ ଦାରୁଣ କିଏ, ହଂସଟିକରେ ତୋଳି ନେଇ ଖରେ ଟାଣିଦେଲେ ଦେଉଁସର, ଉତ୍ତରୀୟରେ ଲହୁ ପୋଛି ଦେଇ ପିଆଇଲେ ଝର ଜଳ। ଆହାରେ ଆହାରେ ଅତି ଆଦରରେ ଆଉଁସିଲେ ଧୀର ହାତେ, ମୌନ ନୟନେ ପଚାରିଲେ କିବା କାତର ଦୃଷ୍ଟିପାତେ, ଅବୋଧ ମରାଳ ଅନାଇଲା ତହୁଁ ନିମିଳିତ ଆଖି ଫେଇ, ପ୍ରୀତିର ପରଶ ପିୟୁଷ ସରସ ପ୍ରାଣ ଉଠେ ତହିଁ ଚେଇଁ, ଧନୁଶର କରେ ସହସା ଆଗରେ ମିଳିଯାଇ ଦେବଦତ୍ତ, ଭାସିଲେ ଅଧୀର ଉଲ୍ଲାସ ବାଣୀ ବିଜୟ ଗରବେ ମତ, ଏତେ ଦିନ ଜାଣି ପୂର୍ଣ୍ଣ ହୋଇଛି ପ୍ରାଣର ବାସନା ମମ, ସଫଳ ହୋଇଛି ଲକ୍ଷ୍ୟ ମୋହର ଜୀବନର ପ୍ରିୟତମ, ଚଳତାରା ପରି ଉଡ଼ି ଯାଉଥିଲେ ଧବଳ ହଂସ ଦଳ, ମାରିଦେଇ ସର ଏଇ ହଂସଟି ଲଭିଲା ଧରଣୀ ତଳ। ଦିଅ ଏବେ ଭାଇ ହଂସ ମୋହର ଚାଲ ଏବେ ଯିବା ଚାଲ, ନିର୍ଜନ ଏଇ ଉଦ୍ୟାନେ ବସି କାହିଁକି କାଟୁଛ କାଳ, କୁମାର ବୋଇଲେ ବିନୟ ବଚନେ ଆହା କେଡ଼େ କୁତୂହଳେ, ପକ୍ଷ ମେଲିଏ ଉଡ଼ି ଯାଉଥିଲା ମୁକ୍ତ ଗଗନ ତଳେ, ନିରୀହ ପକ୍ଷୀ କି ଅବା ତୁମର କରିଥିଲା ଅପରାଧ, ଜାଣୁ ଜାଣୁ ତୁମେ କାହିଁ ପାଇଁ ଭଲା ସାଧିଲ ତାହାର ବାଦ, ଉତ୍ତର ତାର ଦେବାକୁ ଏ ଲାଗେ ନାହିଁ ମୋର ଅବସର, ସର ନିକ୍ଷେପି ଏଇ ହଂସ ମୁଁ ପକାଇଛି ଭୂମି ତଳ, ଏକା ଏକା ବସି ଯୁକ୍ତି ତୁମର ବାଢୁଥାଅ ନିଜ ମତେ, ଚଞ୍ଚଳ ଦିଅ ହଂସଟି ମୋର ମୁଁ ଯାଏ ମୋର ପଥେ, କୁମାର ବୋଇଲେ ଯୁକ୍ତି ମୁହିଁ ତ କରୁନାହିଁ ତୁମ ସାଥେ, ଆହତ ଜୀବଟି ଦେଇ ପାରିବିନି ଆଉ ମୁଁ ତୁମର ହାତେ, ପ୍ରାଣଟି ତାହାର ନେଉଥିଲ ତୁମେ ମୁଁ ରଖିଛି ତାର ପ୍ରାଣ, ହଂସ ତୁମର ନୁହଁଇ କଦାପି ହଂସ ଏ ମୋର ଜାଣ, ଯୁବରାଜ ତୁମେ ଆଚ୍ଛା କହୁଛ କହି ତହୁଁ ଦେବଦତ୍ତ, ରାଜଦରବାରେ ଜଣାଇଲା ଖରେ ହୋଇ ଅତି ରୋଷବନ୍ତ, ଭୂପତି ଅଚିରେ ଡକାଇ ବୋଇଲେ ସେ ତ ମାରିଥିଲା ସର, ହଂସ ତାହାର ଦେଇଦିଅ ଏବେ କନ୍ଦଳ କିଆଁ କର, କନ୍ଦଳ ମୁଁ ତ କରୁନାହିଁ ତା ତ ହଂସ କିପରି ତାର, ମାରିଥିଲା ଯିଏ ଅଧିକାରୀ ସିଏ ଏଇ ହେଲା ସୁବିଚାର, ଦେଖିଲ ଏ ମୋର ଉତ୍ତରୀୟରେ ଲାଗିଅଛି କେତେ ଲହୁ, ନିରପରାଧ ଏ ଜୀବଟି ସହିତ ମୃତ୍ୟୁ ଯାତନା ବହୁ, ଏତେ ବିଚଳିତ ହେଉଅଛ ତୁମେ ଏତିକି ରକତ ପାତେ, ଏତେ ଅସ୍ଥିର ହେଉଅଛ ପୁଣି ପକ୍ଷୀଟିର ଘାତେ, କହ ଯୁବରାଜ କିପରି ଚଳିବ ମୋର ଏ ମର୍ତ୍ତ୍ୟ ଭୂମେ, ସାକ୍ଷ୍ୟ ଭୂମିରେ କେଉଁପରି ଅବା ରାଜ୍ୟ ପାଳିବ ତୁମେ, ରାଜ୍ୟ ଶାସନେ କେତେ ଯେ ଦ୍ୱନ୍ଦ୍ୱ କେତେ ଯେ ଯୁଦ୍ଧ ଘଟା, ଭଲ ମନ୍ଦର ଭେଦ ଅଭେଦର କେତେ ଯେ ଜୁଆର ଭଟା, ଅତି ସାଧାରଣ ଚିତ୍ର ଏ ଦେଖି ଅଥୟ ହେଉଛ ଖାଲି, କେଉଁ ଅବା ପରି ନରପାଳ ହୋଇ ରାଜ୍ୟ ପାଳିବ କାଲି, ହିଂସାବାଦର ରାଜ୍ୟେ ମୁହିଁ ତ ହେବି ନାହିଁ ନରପତି, ମୁଁ ଏକ ନୂତନ ରାଜ୍ୟ ଗଢ଼ିବି ମହୀରେ ଅତୁଳ ଅତି, ନ ରହିବ ତହିଁ ହିଂସା ସମର ହତ୍ୟା ରକତପାତ, ମୈତ୍ରୀ ପ୍ରୀତିରେ ଶାନ୍ତି ବିଥିରେ ପ୍ରଜା ହେବେ ଆତଜାତ, ମନ୍ତ୍ରୀ ମୁଖକୁ ଚାହିଁଲେ ନୃପତି ପୁତ୍ର ମୁଖକୁ ଥରେ, ପୁତ୍ରର ଭସେ ହଂସଟି ତହୁଁ ଛାଡ଼ିଦେଲେ ଅମ୍ବରେ, ହଂସ ନୁହଁଇ ଦେବଦତ୍ତର ହଂସ ନୁହଁଇ ମୋର, ନୀଳ ଆକାଶର ମୁକ୍ତ ଚାରିଏ ଲଘୁ ସେ ଆକାଶ କୋଳ, ନୀଳ ଆକାଶର ମୁକ୍ତ ଚାରିଏ ଲଘୁ ସେ ଆକାଶ କୋଳ, ଲଘୁ ସେ ଆକାଶ କୋଳ। ପିଲାମାନେ ଏବେ ସ୍ୱର ସହିତ ଆବୃତ୍ତି ସରିଗଲା। ଏବେ ଚାଲ ଆମେ କବି ପରିଚୟକୁ ଜାଣିବା।
ଏହି କବିତାର କବି ହେଉଛନ୍ତି ରାଧାମୋହନ ଗଡ଼ନାୟକ। ସେ ଅନୁଗୁଳ ଜିଲ୍ଲାର କଲଣ୍ଡାପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ସେ ଜଣେ ଶ୍ରେଷ୍ଠ ଛନ୍ଦ କବି ଭାବରେ ସୁପରିଚିତ। ତାଙ୍କ ରଚନା ମଧ୍ୟରେ କୈଶୋରିକା, ପଶୁପକ୍ଷୀର କାବ୍ୟ, ଉତ୍କଳିକା, ଶାମୁକାର ସ୍ୱପ୍ନ ଆଦି ପ୍ରଧାନ। ସୂର୍ଯ୍ୟ ଓ ଅନ୍ଧକାର କାବ୍ୟଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ତାହେଲେ ରାଧାମୋହନ ଗଡ଼ନାୟକ, ତାଙ୍କର ଲେଖା ମଧ୍ୟରୁ ଏଇଟା ଗୋଟିଏ ସୁନ୍ଦର ଲେଖା ବାଳବୁଦ୍ଧ। ଚାଲ ଆମେ ଏବେ ସେ ବିଷୟଟିକୁ ସୁନ୍ଦର ଭାବରେ ତାର ଭାବାର୍ଥଟିକୁ ବୁଝିବା ଓ କଠିନ ଶବ୍ଦର ଅର୍ଥ ଗୁଡ଼ିକୁ ଜାଣିବା। ରାଜ ଉପବନ ହସି ଉଠୁଥିଲା ସୂର୍ଯ୍ୟ ଆଲୋକ ହାସେ, ରୋହିଣୀ ତଟିନୀ ବହି ଯାଉଥିଲା ଅସ୍ଫୁଟ କଳ ଭାସେ। ଏହାର ଅର୍ଥ କ'ଣ? ରାଜ ଉପବନ ଅର୍ଥାତ୍ ରାଜାଙ୍କର ଉପବନ ମାନେ ରାଜପ୍ରସାଦର ଯେଉଁ ବଗିଚାଟି ଥିଲା ତାହା ହସି ଉଠୁଥିଲା। କେମିତି ହସି ଉଠୁଥିଲା? ନା ସୂର୍ଯ୍ୟ ଆଲୋକ ହାସେ, ସକାଳର ସୂର୍ଯ୍ୟ କିରଣ ପଡ଼ିବାରୁ ବଗିଚାଟି ସୁନ୍ଦର ଭାବରେ ହସି ଉଠୁଥିଲା ଅର୍ଥାତ୍ ଝଲସି ଉଠୁଥିଲା। ରୋହିଣୀ ତଟିନୀ ବହି ଯାଉଥିଲା ଅସ୍ଫୁଟ କଳ ଭାସେ। ସେଇ ପାଖରେ ଗୋଟିଏ ରୋହିଣୀ ନାମକ ନଦୀଟିଏ ବହି ଯାଉଥିଲା। ଅସ୍ଫୁଟ ମାନେ ଅସ୍ଫୁଟ, ଅସ୍ପଷ୍ଟ କଳ କଳ ଧ୍ୱନି କରି, କଳ କଳ ଶବ୍ଦ କରି ରୋହିଣୀ ନାମକ ନଦୀଟିଏ, ତଟିନୀ ମାନେ ନଦୀ, ବହି ଯାଉଥିଲା। ରାଜାଙ୍କ ପ୍ରସାଦରେ ଥିବା ବଗିଚାଟି ସକାଳର ସୂର୍ଯ୍ୟ କିରଣ ପଡ଼ିବାରୁ ହସି ଉଠୁଥିଲା। ଆଉ ପାଖରେ ଥିବା ରୋହିଣୀ ନାମକ ନଦୀଟିଏ ବହି ଯାଉଥିଲା କଳ କଳ ଅସ୍ପଷ୍ଟ ଶବ୍ଦ କରି। ପ୍ରକୃତିର ସେ ନିର୍ଜନ କୋଳେ ଧିଆନୀ ତାପସ ସମ, ଚୂତ ତରୁ ତଳେ ନୀରବ ମୌନେ ବସିଥିଲେ ଗୌତମ। ପ୍ରକୃତିର ଏହି ନିର୍ଜନ କୋଳ, ନିର୍ଜନ ଅର୍ଥାତ୍ ମାନେ କ'ଣ? ଏକୁଟିଆ ଶାନ୍ତ ପରିବେଶରେ, ଶାନ୍ତ ପ୍ରକୃତିର ଶାନ୍ତ ଜାଗାରେ ବା କୋଳ ବୋଲି ଯାହାକୁ ସମ୍ବୋଧନ କରାଯାଇଛି, ସେଠାରେ ଧିଆନୀ ଅର୍ଥାତ୍ କ'ଣ ପିଲେ? ଧ୍ୟାନମଗ୍ନ ଭାବରେ ତାପସ କାହାକୁ କହନ୍ତି ନା? ତପସ୍ୱୀ ଯେମିତି ବସିଥାନ୍ତି, ଧ୍ୟାନ କରିଥାନ୍ତି, ସେଇଭଳି ଚୂତ ତରୁ ତଳେ ନୀରବ ମୌନେ ବସିଥିଲେ ଗୌତମ। ଚୂତ ତରୁ ମାନେ ଆମ୍ବ ଗଛ ତଳେ ନୀରବ ଭାବରେ ମୌନ ହୋଇ ଧ୍ୟାନ, ଯେମିତି ତପସ୍ୱୀ ମାନେ ଧ୍ୟାନରେ ବସିଥାନ୍ତି, ସେ ଦେଖ ଏଇ ଚିତ୍ରରେ ଯେମିତି ରହିଛି ସେମିତି ଆମ୍ବ ଗଛ ତଳେ ଗୌତମ ବସିଥିଲେ। ପ୍ରକୃତିର ନିର୍ଜନ ଶାନ୍ତ କୋଳରେ, ଯେଉଁଠାରେ କି ଝରଣାଟିଏ, ନଦୀଟିଏ ବହି ଯାଉଥିଲା, ଶାନ୍ତ ସେଇ ନିର୍ଜନ କୋଳରେ, ପ୍ରକୃତିର କୋଳରେ ଗୌତମ ବସିଛନ୍ତି। ଆମ୍ବ ଗଛ ତଳେ ବସି କେମିତି ବସିଛନ୍ତି? ନା ଯେମିତି ତପସ୍ୱୀ ମାନେ ଧ୍ୟାନର ସହିତ ବସିଥାନ୍ତି, ସେଇଭଳି ଭାବରେ ଗୌତମ ବସିଛନ୍ତି। ନୟନର ଆଗେ ପଡ଼ିଗଲା ଆସି ଆହତ ହଂସଟିଏ, ଧ୍ୟାନ ଭାଙ୍ଗି ଭାଳିଲେ କୁମର, କିଏ ରେ ଦାରୁଣ କିଏ। ନୟନର ଆଗେ, ନୟନ ମାନେ କ'ଣ? ଯେତେବେଳେ ଗୌତମ ଧ୍ୟାନରେ ବସିଥିଲେ ସେହି ସମୟରେ ତାଙ୍କର ଆଖି ଆଗରେ ଗୋଟିଏ ଆହତ, କ୍ଷତ ବିକ୍ଷତ ହଂସଟିଏ ଆସି ପଡ଼ିଗଲା। ଧ୍ୟାନ ଭାଙ୍ଗି ଅର୍ଥାତ୍ ତାଙ୍କର ସେ ଯେଉଁ ଧ୍ୟାନମଗ୍ନ ଭାବରେ ବସିଥିଲେ, ସେ ଧ୍ୟାନ ଭାଙ୍ଗି ଭାଳିଲେ କୁମାର, ଭାଳିଲେ ମାନେ କହିଲେ, କିଏ ରେ ଦାରୁଣ କିଏ, କିଏ ରେ ତମେ କିଏ, କିଏ ରେ ଦାରୁଣ ବୋଲି ତାଙ୍କୁ ସେ ହଂସଟିକୁ ସମ୍ବୋଧନ କରିଛନ୍ତି। ହଂସଟି କରେ ତୋଳି ନେଇ ଖରେ ଟାଣି ଦେଲେ ଦେହୁଁ ସ୍ୱର, ଉତ୍ତରୀୟରେ ଲହୁ ପୋଛି ଦେଇ ପିଆଇଲେ ଝର ଜଳ। ହଂସଟିକୁ କର ଅର୍ଥାତ୍ ହାତରେ ତୋଳି ନେଇ ଖରେ ମାନେ ଶୀଘ୍ର ତାଙ୍କର ହାତରେ ହଂସଟିକୁ ଧରି ନେଇ ତା ଦେହରୁ ସ୍ୱରଟିକୁ କାଢ଼ିଦେଲେ। କାଢ଼ି ସାରିଲା ପରେ ଉତ୍ତରୀୟ ଅର୍ଥାତ୍ ଗାମୁଛାରେ ତା ଦେହରୁ, ସେ ହଂସଟିର ଦେହରୁ ବହୁଥିବା ଲହୁ ଅର୍ଥାତ୍ ରକ୍ତକୁ ପୋଛିଦେଲେ। ଆଉ ତାପରେ ପାଖରେ ଥିବା ଝରଣାର ଜଳକୁ ଆଣି ସେ ହଂସଟିକୁ ପିଆଇଲେ। ଆହାରେ ଅତି ଆଦରରେ ଆଉଁସିଲେ ଧୀର ହାତେ, ମୌନ ନୟନେ ପଚାରିଲେ କିବା କାତର ଦୃଷ୍ଟି ପାତେ। ଯେତେବେଳେ ହଂସଟିକୁ ହାତରେ ଧରିଲେ, ତାକୁ ଧୀରେ ଧୀରେ ଗୌତମ ଆଉଁସିଲେ। ତାଙ୍କ ହାତରେ ଧରି ତା ଦେହରୁ ସ୍ୱରକୁ କାଢ଼ି, ତାକୁ ଝରଣାର ଜଳ ପିଆଇ, ତାକୁ ହାତରେ ଧୀରେ ଧୀରେ ଆଉଁସିଲେ। ଆଉ ତାକୁ ମୌନ ନୟନରେ ମାନେ ଧୀର ଭାବର ମୌନ ନୟନରେ ପଚାରିଲେ। ନୟନ ମାନେ ନେତ୍ର, ଆଖିରେ ପଚାରିଲେ, ଆଉ କାତର ଦୃଷ୍ଟିରେ ତାକୁ ଦେଖିଲେ, ମାନେ ଦୁଃଖପୂର୍ଣ୍ଣ ନେତ୍ରରେ ହଂସଟିକୁ ଅନାଇ ଦେଖିଲେ, ଆଉ ତାକୁ ଧୀରେ ଧୀରେ ଆଉଁସିଲେ, ଆଉ ଆହା ବୋଲି କହିଲେ। ଅବୋଧ ମରାଳ ଅନାଇଲା ତହୁଁ ନିମିଳିତ ଆଖି ଫେଇ,
ପ୍ରୀତିର ପରଶ ପୀୟୁଷ ସରସ ପ୍ରାଣ ଉଠେ ତହିଁ ଚେଇଁ। ଅବୋଧ ଅବୋଧ ଅର୍ଥାତ୍ ନିରୀହ, ମରାଳ ମାନେ ହଂସ। ସେ ନିରୀହ ହଂସଟି ଯିଏକି ସ୍ୱରର ଆଘାତରେ ବହୁତ କଷ୍ଟ ପାଉଥିଲା, ସେ ପୁରା ଅଚେତ ହେଇଯାଇଥିଲା। ଯେତେବେଳେ ଗୌତମ ତାକୁ ହାତରେ ଉଠାଇ ଧରିଲେ ଆଉ ତାକୁ ଧୀରେ ଧୀରେ ଆଉଁସିବା ପାଇଁ ଲାଗିଲେ, ତାଙ୍କଠାରୁ ପ୍ରୀତିର ପରଶ ପୀୟୁଷ ସରସ, ପ୍ରୀତିର ପରଶ ଅର୍ଥାତ୍ ପ୍ରେମର ସ୍ପର୍ଶ ପାଇ, ଅମୃତ ତୁଲ୍ୟ ପ୍ରେମର ସ୍ପର୍ଶ ପାଇ ତାର ପ୍ରାଣ ଧୀରେ ଧୀରେ ଫେରିଆସିଲା। ପ୍ରାଣ ଉଠେ ତହିଁ ଚେଇଁ, ତାର ଯେଉଁ ଚେତା ଫେରିଆସିଲା ଆଉ ସେ ନିମିଳିତ ବନ୍ଦ କରିଥିବା ଆଖିକୁ ଫେଇଲା। ଫେଇଲା ଅର୍ଥାତ୍ ମାନେ ଅନେଇଲା, ଆଖିକୁ ଖୋଲିଲା, ଆଖି ଖୋଲି ଦେଖିଲା। ଯେତେବେଳେ ଗୌତମଙ୍କର ସ୍ନେହର ପରଶ, ପ୍ରେମର ପରଶ ତାଙ୍କଠାରୁ ପାଇଲା, ଅମୃତ ତୁଲ୍ୟ ତାହା ତା ପାଇଁ ଥିଲା, ଆଉ ସେଥିପାଇଁ ସେ ଆଖି ଖୋଲି ତାଙ୍କୁ ଦେଖିଲା। ଧନୁଶର କରେ ସହସା ଆଗରେ ମିଳିଯାଇ ଦେବଦତ୍ତ, ଭାସିଲେ ଅଧୀର ଉଲ୍ଲାସ ବାଣୀ ବିଜୟ ଗରବେ ମତ। ହାତରେ କରେ ଅର୍ଥାତ୍ ହାତରେ, ହାତରେ ଧନୁଶର ସରି ସେଇ ସମୟରେ ସହସା ମାନେ ଯେତେବେଳେ ଗୌତମ ହଂସଟିକୁ ଧରିଛନ୍ତି ସେଇ ସମୟରେ ତାଙ୍କ ଆଗରେ ଆସି କିଏ ପହଞ୍ଚିଗଲା? ହାତରେ ଧନୁଶର ଧରି ଦେବଦତ୍ତ ଆସି ପହଞ୍ଚିଗଲା। ଆଉ ଭାସିଲେ କହି ଉଠିଲେ, କ'ଣ କହି ଉଠିଲେ? ଅଧୀର, ଅଧୀର ମାନେ ଅସ୍ଥିର, ଅସ୍ଥିର ଭାବରେ ସେ ଉଲ୍ଲାସ ବାଣୀ, ଉଲ୍ଲାସ ଅର୍ଥାତ୍ ଆନନ୍ଦ, ଆନନ୍ଦର ସହିତ ସେ କହି ଉଠିଲେ ନିଜର ଗର୍ବ, ନିଜର ବିଜୟର ଗର୍ବକୁ ଉଦ୍ଧତ ଭାବରେ, ମତ ଅର୍ଥାତ୍ ଉଦ୍ଧତ, ନିଜର ବିଜୟର ଗର୍ବ, ସେ ଗୋଟିଏ ସାମାନ୍ୟ ପକ୍ଷୀକୁ ସ୍ୱରରେ ମାରି ନିଜର ଗର୍ବକୁ ଉଲ୍ଲାସ ବାଣୀ ମାନେ ଅତି ଉଦ୍ଧତ ଭାବରେ ଗୌତମଙ୍କ ଆଗରେ ତାରଙ୍କର ବିଜୟର ଗର୍ବର କଥା ସେ ପ୍ରକାଶ କଲେ। ଏତେ ଦିନେ ଜାଣି ପୂର୍ଣ୍ଣ ହୋଇଛି ପ୍ରାଣର ବାସନା ମମ, ସଫଳ ହୋଇଛି ଲକ୍ଷ୍ୟ ମୋହର ଜୀବନର ପ୍ରିୟତମ। ଏତେ ଦିନ ପରେ ମୋ ମନର, ମୋ ପ୍ରାଣର ଯେଉଁ ବାସନା, ଯେଉଁ ଇଚ୍ଛା ଥିଲା ସେଇଟା ପୂର୍ଣ୍ଣ ହୋଇଛି, ସଫଳ ହୋଇଛି ମୋର ଲକ୍ଷ୍ୟ, ଜୀବନର ପ୍ରିୟତମ। ସେ ଦେବଦତ୍ତ ଗୌତମଙ୍କୁ ପ୍ରିୟତମ ବୋଲି ସମ୍ବୋଧନ କରିଛନ୍ତି। ଆଉ ଏତେ ଦିନ ପରେ ମୋର ମନର, ମୋର ପ୍ରାଣର ବାସନା ଯାହା ଥିଲା, ଯେଉଁଟାକି ଇଚ୍ଛା ଥିଲା, ସେ କାମନା ଥିଲା, ସେଇଟା ଆଜି ପୂର୍ଣ୍ଣ ହୋଇଛି ବୋଲି ତାଙ୍କୁ କହୁଛନ୍ତି। ଚଳ ତାରା ପରି ଉଡ଼ି ଯାଉଥିଲେ ଧବଳ ହଂସ ଦଳ, ମାରିଦେଲି ସର ଏଇ ହଂସଟି ଲଭିଲା ଧରଣୀ ତଳ। ଚଳ ତାରା, ଚଳମାନ ତାରା, ତାରା ମାନେ ଆକାଶରେ ଯେମିତି ଚାଲୁଛନ୍ତି ସେଇଭଳି ଭାବରେ ଧବଳ ମାନେ ଧଳା ହଂସ ଦଳ ଆକାଶରେ ଉଡ଼ି ଯାଉଥିଲେ। ମୁଁ କ'ଣ କଲି ନା ମାରିଦେଲି ସର ଏଇ ହଂସଟି ଲଭିଲା ଧରଣୀ ତଳ। ସେଇ ଚଳମାନ ତାରା ପରି ଚାଲି ଯାଉଥିବା, ଉଡ଼ି ଯାଉଥିବା ଧଳା ହଂସକୁ ମୁଁ କ'ଣ କଲି ନା ମୁଁ ମାରିଦେଲି। ମୁଁ ମାରିଦେଲି ଯାହାଫଳରେ ଏଇ ହଂସଟି ଧରଣୀ ତଳ, ଧରଣୀ ମାନେ ପଡ଼ିଗଲା କେଉଁଠି? ଧରଣୀ ମାନେ ପୃଥିବୀ, ଆସିକି ଖସିକି ପୃଥିବୀରେ ପଡ଼ିଗଲା, ମାନେ ମାଟିରେ ପଡ଼ିଗଲା। ଦିଅ ଏବେ ଭାଇ ହଂସ ମୋହର, ଚାଲ ଏବେ ଯିବା ଚାଲ, ନିର୍ଜନ ଏଇ ଉଦ୍ୟାନେ ବସି କାହିଁକି କାଟୁଛ କାଳ। ଭାଇ ମାନେ ଗୌତମଙ୍କୁ ଦେବଦତ୍ତ ଭାଇ ବୋଲି ସମ୍ବୋଧନ କଲେ ଆଉ କହୁଛନ୍ତି, ଭାଇ ଏବେ ମୋର ହଂସକୁ ମୋତେ ଦେଇଦିଅ, ଚାଲ ଏବେ ଯିବା ଚାଲ। ଆଉ ତୁମେ ଏଇ ନିର୍ଜନ ଏକୁଟିଆ ବଣ ମଧ୍ୟରେ, ଉଦ୍ୟାନ ମଧ୍ୟରେ, ବଗିଚା ମଧ୍ୟରେ ବସି କାହିଁକି ତୁମର ସମୟ କଟଉଛ, କାହିଁକି କାଟୁଛ କାଳ, ଅର୍ଥାତ୍ ତୁମର ସମୟକୁ କାହିଁକି କଟଉଛ। କୁମାର ବୋଇଲେ ବିନୟ ବଚନେ ଆହା କେଡ଼େ କୁତୁହଳେ, ପକ୍ଷ ମେଲିଏ ଉଡ଼ି ଯାଉଥିଲା ମୁକ୍ତ ଗଗନ ତଳେ। କୁମାର ଅର୍ଥାତ୍ ଏଠାରେ ଗୌତମ, ଗୌତମ କହିଲେ ବିନୟ ବଚନରେ, ବିନୟ ଅର୍ଥାତ୍ ନମ୍ର ଭାବରେ, ବଚନ ମାନେ କିଛି କଥା କହିଲେ। ଆହା କେଡ଼େ କୁତୁହଳେ, କେତେ ଖୁସିରେ ଏହି ପକ୍ଷୀଟି ପକ୍ଷ ମେଲି, ଡେଣା ମେଲି ଆକାଶର ମୁକ୍ତ ଗଗନ ତଳେ, ଗଗନ ମାନେ ଆକାଶ, ମୁକ୍ତ ଆକାଶରେ ଅର୍ଥାତ୍ ଖୋଲା ଆକାଶରେ ତାହାର ଡେଣାକୁ ମେଲି ଉଡ଼ି ଯାଉଥିଲା। ନିରୀହ ପକ୍ଷୀ କିଏ ବା ତୁମର କରିଥିଲା ଅପରାଧ, ଜାଣୁ ଜାଣୁ ତୁମେ କାହିଁ ପାଇଁ ଭଲା ସାଧିଲ ତାହାର ବାଦ। ଏହି ନିରୀହ ପକ୍ଷୀଟି ତୁମର କ'ଣ ଦୋଷ କରିଥିଲା? ଅପରାଧ ଅର୍ଥାତ୍ ଦୋଷ। ତୁମର ଏହି ନିରୀହ ପକ୍ଷୀଟି କ'ଣ ଦୋଷ କରିଥିଲା ଯେ ତମେ ତାକୁ ଜାଣୁ ଜାଣୁ କାହିଁ ପାଇଁ ଭଲା ସାଧିଲ ତାହାର ବାଦ? ତମେ କାହିଁକି ତାହାର ଏଇଭଳି ଭାବରେ କ୍ଷତି କଲ? କାହିଁକି ତୁମେ ତାର ଅସୁବିଧା କଲ ବା ସ୍ୱର କାହିଁକି ତାକୁ ମାରିଲ? କାହିଁକି ତାର ଏତେ ବଡ଼ କ୍ଷତି କରିପାରିଲ ବୋଲି ଗୌତମ ଦେବଦତ୍ତଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଉତ୍ତର ତାର ଦେବାକୁ ଏ ଲାଗେ ନାହିଁ ମୋର ଅବସର, ସ୍ୱର ନିକ୍ଷେପି ଏଇ ହଂସ ମୁଁ ପକାଇଛି ଭୂମି ତଳ। ତୁମର ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଦେବଦତ୍ତ କହୁଛନ୍ତି, ତୁମର ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋ ପାଖରେ ଅବସର ଅର୍ଥାତ୍ ମୋ ପାଖରେ ସମୟ ଏବେ ନାହିଁ। ଏ ଲାଗେ ମାନେ ଏବେ, ତମର ଏହି ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଏବେ ମୋ ପାଖରେ ସମୟ ନାହିଁ। ସ୍ୱର ନିକ୍ଷେପି, ସ୍ୱର ନିକ୍ଷେପ କରି, ସ୍ୱର ମାରି ଏଇ ହଂସଟିକୁ ମୁଁ ଭୂମି ତଳେ ପକାଇଛି ଅର୍ଥାତ୍ ମୁଁ ମାଟି ତଳେ ପକାଇଛି।
ଏକା ଏକା ବସି ଯୁକ୍ତି ତୁମର ବାଢ଼ୁଥାଅ ନିଜ ମତେ, ଚଞ୍ଚଳ ଦିଅ ହଂସଟି ମୋର ମୁଁ ଯାଏ ମୋର ପଥେ। ତୁମେ ଏକୁଟିଆ ଏକୁଟିଆ ବସି ତୁମ ଯୁକ୍ତି ତୁମ ହିସାବରେ ତୁମେ ବାଢ଼ୁଥାଅ, ମୋତେ ମୋର ହଂସକୁ ଦେଇଦିଅ, ମୁଁ ମୋ ହଂସକୁ ନେଇକି ମୋ ବାଟରେ ମୁଁ ପଳେଇବି। ପଥ ଅର୍ଥାତ୍ ବାଟ, ମୋ ବାଟରେ ମୁଁ ପଳେଇବି, ମୋ ହଂସ ମୋତେ ଦେଇଦିଅ। କୁମାର ବୋଇଲେ ଯୁକ୍ତି ମୁହିଁ ତ କରୁନାହିଁ ତୁମ ସାଥେ, ଆହତ ଜୀବଟି ଦେଇପାରିବିନି ଆଉ ମୁଁ ତୁମର ହାତେ। କୁମାର ଅର୍ଥାତ୍ ଗୌତମ। ଗୌତମ କହୁଛନ୍ତି ଯୁକ୍ତି ମୁଁ ତୁମ ସହିତ କିଛି କରୁନାହିଁ, ଏହି ଆହତ ହଂସଟିକୁ ମୁଁ ଆଉ ତୁମର ହାତରେ ଦେଇପାରିବି ନାହିଁ। ପ୍ରାଣଟି ତାହାର ନେଇଥିଲ ତୁମେ, ମୁଁ ରଖିଛି ତାର ପ୍ରାଣ, ହଂସ ତୁମର ନୁହଁ କଦାପି, ହଂସ ଏ ମୋର ଜାଣ। ତୁମେ ତାହାର ପ୍ରାଣ ନେବା ପାଇଁ ଶର ନିକ୍ଷେପ କରିଥିଲ, ମୁଁ ତାକୁ ବଞ୍ଚାଇଛି। ଏବେ ବର୍ତ୍ତମାନ ମୁଁ ତାର ପ୍ରାଣ ଯେହେତୁ ବଞ୍ଚାଇଛି ବା ପ୍ରାଣ ରକ୍ଷା କରିଛି, ତେଣୁ ଏଇ ହଂସଟି ହେଉଛି ବର୍ତ୍ତମାନ ମୋର। ଯୁବରାଜ ତୁମେ ଆଚ୍ଛା କହୁଛ, କହି ତହୁଁ ଦେବଦତ୍ତ, ରାଜ ଦରବାରେ ଜଣାଇଲା ଘରେ, ଦୋଷ ହୋଇ ଅତି ରୋଷ ବନ୍ତ। ତୁମେ ଭଲ କଥା କହୁଛ ଯୁବରାଜ। ଯୁବରାଜ ବୋଲି କାହାକୁ ସମ୍ବୋଧନ କରୁଛନ୍ତି ନା ଗୌତମଙ୍କୁ ଦେବଦତ୍ତ କହୁଛନ୍ତି ଭଲ କଥା କହୁଛ, ତମେ ଏଇ ହଂସଟିକୁ ମୁଁ ମାରିଲି ଆଉ ତୁମେ ତାର ପ୍ରାଣ ରକ୍ଷା କରୁଛ ବୋଲି ଏ ହଂସ ତୁମର ହେଇଗଲା, ଏ କଥା ତୁମେ କହୁଛ, ଏମିତି କେମିତି ହେବ? ତେଣୁ ଏ ରୋଷ ହୋଇ ଅର୍ଥାତ୍ ରାଗ କରି ବା ରାଗି, ରୋଷବନ୍ତ ଅର୍ଥାତ୍ କ୍ରୋଧିତ ହୋଇ ବା ରାଗି କ'ଣ କଲେ ନା ଦେବଦତ୍ତ ରାଜ ଦରବାରରେ ଘରେ ଅର୍ଥାତ୍ ଅତି ଚଞ୍ଚଳ ସହିତ ଅତି ଶୀଘ୍ର ଯାଇ ରାଜ ଦରବାରରେ ଏଇ କଥାଟିକୁ ଜଣାଇଦେଲେ। ଭୂପତି ଅଚିରେ ଡକାଇ ବୋଇଲେ, ସେ ତ ମାରିଥିଲା ଶର, ହଂସ ତାହାର ଦେଇଦିଅ ଏବେ କନ୍ଦଳ କିଆଁ କର। ଭୂପତି ଅର୍ଥାତ୍ ରାଜା, ରାଜା ଅଚିରେ, ଅଚିରେ ଅର୍ଥାତ୍ ଶୀଘ୍ର, ଶୀଘ୍ର ରାଜା ଗୌତମଙ୍କୁ ଡକାଇଲେ ଆଉ କହିଲେ ସେ ତ ଶର ମାରିଥିଲା, ହଂସଟି ତାର, ତାକୁ ଦେଇଦିଅ, ତମେ କନ୍ଦଳ ଅର୍ଥାତ୍ କଳି କାହିଁକି କରୁଛ? କନ୍ଦଳ ମୁଁ ତ କରୁନାହିଁ ତାତ, ହଂସ କିପରି ତାର, ମାରିଥିଲା ଯିଏ ଅଧିକାରୀ ସିଏ, ଏଇ ହେଲା ସୁବିଚାର। କନ୍ଦଳ ଅର୍ଥାତ୍ ଝଗଡ଼ା ବା କଳି, କଳି ମୁଁ କରୁନାହିଁ ତାତ, ତାତ ମାନେ ବାପା, ବାପା ମୁଁ ଏଠାରେ କଳି କରୁନାହିଁ, ହଂସଟି କିପରି ତାର ହେଲା। ଯିଏ ହଂସଟିକୁ ମାରିଥିଲା ସେ କ'ଣ ହଂସର ଅଧିକାରୀ ହେଇପାରିବ? ଏଇଟା କ'ଣ ତୁମ ରାଜଦରବାରର ସୁବିଚାର? ଏହା କ'ଣ ନ୍ୟାୟୋଚିତ ବିଚାର ହେଲା କି ଯିଏ ହଂସଟିକୁ ମାରିବ ସେ କ'ଣ ତାର ଅଧିକାରୀ ହେବ? ଦେଖିଲ ଏ ମୋର ଉତ୍ତରୀୟରେ ଲାଗିଅଛି କେତେ ଲହୁ, ନିରପରାଧ ଏ ଜୀବଟି ସହିତ ମୃତ୍ୟୁ ଯାତନା ବହୁ। ମୋର ଉତ୍ତରୀୟ ଅର୍ଥାତ୍ ମୋର ଗାମୁଛାକୁ ଟିକେ ଦେଖିଲ, କେତେ ଲହୁ ଅର୍ଥାତ୍ କେତେ ରକ୍ତ ଏଠାରେ ଲାଗିଛି, କେତେ ରକ୍ତ ଲାଗିଛି ମୋର ଉତ୍ତରୀୟରେ ଅର୍ଥାତ୍ ମୋର ଗାମୁଛାରେ। ଆଉ ତମେ ଦେଖୁଛ ଏଇ ନିରପରାଧ ଏହି ସାମାନ୍ୟ ହଂସଟି ଉପରେ କେତେ ବଡ଼ ମୃତ୍ୟୁ ଯାତନା ହୋଇଛି, ମୃତ୍ୟୁ ଯନ୍ତ୍ରଣା ସହିତ ସେ ରହିଛି। ଏତେ ବିଚଳିତ ହେଉଅଛ ତୁମେ ଏତିକି ରକତ ପାତେ, ଏତେ ଅସ୍ଥିର ହେଉଅଛ ପୁଣି ପକ୍ଷୀଟିର ଏ ଘାତେ। ତୁମେ ଏତେ ବିଚଳିତ ହେଉଛ, ରାଜା କହୁଛନ୍ତି ଗୌତମଙ୍କୁ, ତୁମେ ଏ ସାମାନ୍ୟ ପକ୍ଷୀଟିର ଟିକେ ରକ୍ତ ଦେଖି ଏତେ ବିଚଳିତ ହେଉଛ, ଏତେ ଅସ୍ଥିର ହେଉଛ ସାମାନ୍ୟ ପକ୍ଷୀଟିର ଏଇ ଆଘାତକୁ ଦେଖି। କହ ଯୁବରାଜ କିପରି ଚଳିବ ମୋର ଏ ମର୍ତ୍ତ୍ୟ ଭୂମି, ଶାକ୍ୟ ଭୂମିରେ କେଉଁ ପରିଅବା ରାଜ୍ୟ ପାଳିବ ତୁମେ। ଯୁବରାଜ ଗୌତମ ତୁମେ କୁହ ତ କେମିତି ଏ ମର୍ତ୍ତ୍ୟ ଭୂମିରେ ତୁମେ ଚଳିବ? ଏହି ମରୁଭୂମିରେ, ଏହି ମର୍ତ୍ତ୍ୟ ଭୂମିରେ ବହୁତ କ'ଣ ହୋଇଥାଏ ନା ଶାକ୍ୟ ଭୂମିରେ କେଉଁ ଅବା ରାଜ୍ୟ ପାଳିବ ତୁମେ, ଏହି ମର୍ତ୍ତ୍ୟ ଭୂମିରେ ତୁମେ କିଭଳି ଭାବରେ ରାଜ୍ୟ ପାଳନା କରିବ। ରାଜ୍ୟ ଶାସନ କେତେ ଯେ ଦ୍ୱନ୍ଦ୍ୱ, କେତେ ଯେ ଯୁଦ୍ଧ ଘଟା, ଭଲ ମନ୍ଦରେ ଭେଦ ଅଭେଦର କେତେ ଯେ ଜୁଆର ଭଟା। ଏହି ରାଜ୍ୟ ଶାସନ କଲେ କେତେ ଯୁଦ୍ଧ, କେତେ ଦ୍ୱନ୍ଦ୍ୱ, କେତେ ସବୁ ଅସୁବିଧା ବାଧା ବିଘ୍ନକୁ ସମ୍ମୁଖୀନ କରିବାକୁ ପଡ଼ିବ, କେତେ ଭଲ ମନ୍ଦର ଜୁଆର ଭଟା ଭିତର ଦେଇ ଆମକୁ ଗତି କରିବାକୁ ପଡ଼ିବ, କେତେ ଭେଦ ଅଭେଦର ସାମ୍ନା ସମ୍ମୁଖୀନ ହେବାକୁ ପଡ଼ିବ। ଏହି ସାମାନ୍ୟ ପକ୍ଷୀଟିର ଆଘାତ ଦେଖି ତୁମେ ଏମିତି ଅସ୍ଥିର ହୋଇପଡ଼ୁଛ, ଅତି ସାଧାରଣ ଚିତ୍ର ଏ ଦେଖି ଅଥୟ ହେଉଛ ଖାଲି, କେଉଁ ଅଭାବରୀ ନରପାଳ ହୋଇ ରାଜ୍ୟ ପାଳିବ କାଲି। ଏହି ସାଧାରଣ ଚିତ୍ରଟିଏ ଦେଖି, ସାଧାରଣ ପକ୍ଷୀର ଆହତକୁ ଦେଖି ତୁମେ ଏତେ ଅସ୍ଥିର ଅଥୟ ହୋଇପଡ଼ୁଛ, କେମିତି ତୁମେ ନରପାଳ ହୋଇ ଅର୍ଥାତ୍ ରାଜା ହୋଇ କାଲି ରାଜ୍ୟ ପାଳନ କରିବ। ଗୌତମ କହୁଛନ୍ତି ହିଂସାବାଦର ରାଜ୍ୟ ମୋହିତ ହେବି ନାହିଁ ନରପତି, ମୁଁ ଏକ ନୂତନ ରାଜ୍ୟ ଗଢ଼ିବି ମହିରେ ଅତୁଳ ଅତି। ହିଂସାବାଦ ଯେଉଁଠାରେ ଥିବ, ଯେଉଁଠାରେ ଭେଦ ବାଦ ବିବାଦ ଥିବ, ଯେଉଁଠାରେ ଭେଦ ଅଭେଦ ଥିବ, ସେଭଳି ଜାଗାରେ ମୁଁ ନୃପତି ହେବି
ନାହିଁ। ମୁଁ ଏକ ନୂତନ ରାଜ୍ୟ ଗଠନ କରିବି ଯେଉଁଠି କ'ଣ ରହିଥିବ, ନ ରହିବ, ଯେଉଁଟାକି ମହୀରେ ଅର୍ଥାତ୍ ପୃଥିବୀରେ ଅତୁଳ ହୋଇଥିବ, ଅର୍ଥାତ୍ ପୃଥିବୀରେ ଗୋଟିଏ ଅତୁଳନୀୟ ଜାଗା ନେଇଥିବ। ସେଠାରେ କ'ଣ ଥିବ, ନ ରହିବ ତହିଁ ହିଂସା ସମର ହତ୍ୟା ରକ୍ତପାତ, ମୈତ୍ରୀ ପ୍ରୀତିରେ ଶାନ୍ତି ଭୀତିରେ ପ୍ରଜା ହେବେ ଆଥ ଜାତ। ମୁଁ ଯେଉଁ ରାଜ୍ୟ ଗଠନ କରିବି ସେଠି ହିଂସା ନଥିବ, ସମର ଅର୍ଥାତ୍ ଯୁଦ୍ଧ ନଥିବ, ହତ୍ୟା କି ରକ୍ତପାତ ହେଉନଥିବ। ସେଠାରେ ସମସ୍ତେ ଶାନ୍ତି ମୈତ୍ରୀ ଆଉ ପ୍ରୀତିର ଭାବନା ନେଇ ପ୍ରଜାମାନେ ଆତଜାତ ହେଉଥିବେ ବା ଚଳୁଥିବେ। ସେଇଭଳି ଭାବରେ ରାଜ୍ୟ ମୁଁ ଗଠନ କରିବି। ଏଇଭଳି ତୁମର ହିଂସାବାଦର ରାଜ୍ୟରେ ମୁଁ ରାଜା ହେବି ନାହିଁ। ଯେତେବେଳେ ଗୌତମଙ୍କ ଠାରୁ ଏଇଭଳି କଥା ଶୁଣିଲେ, ରାଜା ମନ୍ତ୍ରୀ ମୁଖକୁ ଚାହିଁଲେ ନୃପତି, ପୁତ୍ର ମୁଖକୁ ଥରେ, ପୁତ୍ରର ଭସେ ହଂସଟି ତହୁଁ ଛାଡ଼ିଦେଲେ ଅମ୍ବରେ। ଗୌତମଙ୍କ ଠାରୁ ଏଇଭଳି କଥା ଶୁଣି ରାଜାଙ୍କର ଆଖି ଖୋଲିଗଲା। ସେ ନିଜେ ଚିନ୍ତା କରିପାରିଲେ ଯେ ତାଙ୍କ ପୁତ୍ର କେଉଁଭଳି ଭାବର ଭାବନା ବା କେଉଁଭଳି ଭାବରେ ଉଚ୍ଚ ମନର ଚିନ୍ତା କରିପାରୁଛି। ସେଥିପାଇଁ ସେ ମନ୍ତ୍ରୀ ମୁଖକୁ ଟିକେ ଚାହିଁଲେ, ଆଉ ନିଜର ପୁତ୍ରର ମୁଖକୁ ଥରେ ଚାହିଁଲେ। ଆଉ ପୁତ୍ରର ଭସେ, ପୁତ୍ରର ଆବେଗରେ ଆସି ସେ କ'ଣ କଲେ, ହଂସଟିକୁ ଛାଡ଼ିଦେଲେ ଅମ୍ବରେ, ଅର୍ଥାତ୍ ଅମ୍ବର ଅର୍ଥାତ୍ ଆକାଶରେ। ହଂସଟିକୁ ଆକାଶରେ ଉଡ଼ାଇଦେଲେ। ହଂସ ନୁହଁଇ ଦେବଦତ୍ତର, ହଂସ ନୁହଁଇ ମୋର, ନୀଳ ଆକାଶର ମୁକ୍ତଚାରିଏ ଲଭୁ ସେ ଆକାଶ କୋଳ। ସେଠୁ ଗୌତମ ବାପାଙ୍କର ଏହିଭଳି କାମ ଦେଖି ଖୁସି ହୋଇଗଲେ। ଆଉ କହିଲେ, ହଂସଟି ମୋର ନୁହଁ କି ହଂସଟି ଦେବଦତ୍ତର ନୁହଁ, ହଂସଟି ହେଉଛି ନୀଳ ଆକାଶର ମୁକ୍ତଚାରୀ, ସେ ଲଘୁ ସେ ଆକାଶ କୋଳ। ସେ ହେଉଛି ଏହି ମୁକ୍ତ ଆକାଶର ଗୋଟିଏ ଖୋଲା ପକ୍ଷୀ। ସେ ଆକାଶର କୋଳମଣ୍ଡନ କରୁ, ଆକାଶରେ ଉଡ଼ି ବୁଲୁ, ସେଟା ହିଁ ତାର ଉଚିତ ଜାଗା। ଏଇଟା ହେଉଛି ଆଜି ଏହି ବିଷୟର ସାରାଂଶ। ଆଉ ପିଲାମାନେ ଏହାର ଯାହା ଯାହା ଶବ୍ଦ ଅର୍ଥ ମୁଁ କହିଲି, ମୁଁ ଭାବୁଛି ତୁମେମାନେ ଖାତାରେ ଲେଖି ନେଇଥିବ। ନେକ୍ସଟ ଭିଡ଼ିଓରେ ଆମେ ଏହି ବିଷୟର କ୍ୱେଶ୍ଚିନ୍ ଆନ୍ସରକୁ କରିବା। ତୁମକୁ ଭିଡ଼ିଓଟି ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରିବ ଆଉ ସବସ୍କ୍ରାଇବ୍ କରିବ। ରହିଲି, ଜୟ ଜଗନ୍ନାଥ।